का क्या कहना। ओम शांति। 4 अगस्त 24 अव्यक्त महावाक्य 18-20 रिविजन है। यथार्थ स्मृतिर प्रमाण समर्थ स्वरूप होई सर्वशक्ति द्वारा समस्तंकर पालना कर। आज समस्तंकर हृदय अनेक गुड़िए स्मृति जाग्रत हो जाउछि। बाप दादांक पाखरे मध्य अमृत बेला ठारू स्नेहर बा मन पकाइबार भिन्न भिन्न माला गुड़िक चारिआडर पिलामानंक तरफरू बाप दादांक गଳାରେ पड़ुथिला। ଏହା ସହିତ ମନେ ପକାଇବାର ଏବଂ ସ୍ନେହର ଦିଲର ଗୀତ ମଧ୍ୟ ଶୁଣୁଥିଲେ। ବାପ ଦାଦା ଉଭୟ ପ୍ରକାରର ପିଲାମାନଙ୍କୁ ପ୍ରତିଦାନ ରୂପରେ ଭିନ୍ନ ଭିନ୍ନ ଶକ୍ତି ଗୁଡ଼ିକର ଭିନ୍ନ ଭିନ୍ନ ବରଦାନର ମାଳା ସବୁ ପିନ୍ଧାଉଥିଲେ। ଏହି ସ୍ମୃତି ଦିବସ ସାକାର ଦୁନିଆ ରୂପୀ ମଞ୍ଚ ଉପରେ ପିଲାମାନଙ୍କୁ ସମର୍ଥି ସ୍ୱରୂପର ବରଦାନ ଦ୍ୱାରା ପୁତ୍ର ଆଧାରରେ ପିତାଙ୍କୁ ପ୍ରତ୍ୟେକ କରିବାର ବିଶେଷ ଦିବସ ଅଟେ। କାହିଁକି ନା ସାକାର ରୂପରେ ପିଲାମାନଙ୍କୁ ସେବାର ନିମିତ୍ତ କରି ସେବାର ମଞ୍ଚ ରୂପୀ ସିଂହାସନ ଉପରେ ବସାଇବାର ଏବଂ ଦାୟିତ୍ୱର ମୁକୁଟ ପିନ୍ଧାଇବାର ଦିନ ଅଟେ। ସାକାର ରୂପରେ ସେବାର ନିମିତ୍ତ ହେବାର ରାଜ୍ୟାଭିଷେକର ବା ତିଲକ ଧାରଣ କରିବାର ଦିବସ ଅଟେ। ସବୁ ପିଲାମାନେ ନିଜ ପିତାଙ୍କର ସହଯୋଗୀ ହୋଇ ନିମିତ୍ତ ହୋଇଛନ୍ତି ଏବଂ ଆଗକୁ ମଧ୍ୟ ହେଉଥିବେ। ବାପ ଦାଦା ମଧ୍ୟ ପିଲାମାନଙ୍କ ସେବାରେ ଉମଙ୍ଗ ଉତ୍ସାହର ସହିତ ଆଗକୁ ବଢ଼ୁଥିବାର ଦେଖି ହର୍ଷିତ ହେଉଛନ୍ତି। ପ୍ରତ୍ୟେକ ସନ୍ତାନ କ୍ରମାନୁସାରେ ସାହସ ତଥା ଉମଙ୍ଗ ଉତ୍ସାହର ସହିତ ଆଗକୁ ବଢ଼ି ଚାଲିଛନ୍ତି। ଅଧିକାଂଶ ପିଲା ଯୋଗ କରିବା ସହିତ ସେବା କରିବାରେ ମଧ୍ୟ ଲାଗି ରହିଛନ୍ତି। ଯେପରି ଆଜିର ଦିନରେ ପିଲାମାନେ ବିଶେଷ କରି ଚାରିଆଡ଼େ ବ୍ରହ୍ମା ବାବାଙ୍କର ସ୍ମୃତିରେ ଲଭ୍ଲିନ୍ ଅବସ୍ଥାରେ ରହିଥାନ୍ତି, ସେହିଭଳି ବିଶେଷ କରି ବ୍ରହ୍ମା ବାବା ମଧ୍ୟ ପିଲାମାନଙ୍କର ସ୍ନେହରେ ବୁଡ଼ି ରହିଥାନ୍ତି। ତେବେ ଆଜି ବ୍ରହ୍ମା ବାବା ପିଲାମାନଙ୍କର ବିଶେଷତା ଗୁଡ଼ିକୁ ଦେଖୁଥିଲେ। ଯେତିକି ଯେତିକି ସମସ୍ତଙ୍କର ବିଶେଷତା ସମ୍ମୁଖକୁ ଆସୁଥିଲା, ସେହି ଅନୁସାରେ ବ୍ରହ୍ମା ବାବାଙ୍କର ମୁଖରୁ ଏହି ବାଣୀ ବାହାରୁଥିଲା, ବା ପିଲାମାନେ ବା ସାବାସ୍ ପିଲେ ସାବାସ୍। ଆଉ କ'ଣ ହେଲା ଜାଣିଛ? ଯେମିତି ବ୍ରହ୍ମା ବାବା ବାବା ବା ସାବାସ୍ ସାବାସ୍ କହୁଥିଲେ, ସେମିତି ସବୁ ପିଲାଙ୍କର ନୟନରୁ ପ୍ରେମର ଗଙ୍ଗା ଯମୁନା ବହି ଯାଉଥିଲା। ପ୍ରତ୍ୟେକ ସନ୍ତାନ ପ୍ରେମର ନଦୀରେ ଯେପରି ବୁଡ଼ି ରହିଥିଲେ। ତେବେ ଏହିଭଳି ଦୃଶ୍ୟ ଆଜି ସୂକ୍ଷ୍ମବତନରେ ଥିଲା। ସାକାର ଦୁନିଆରେ ମଧ୍ୟ ପ୍ରତ୍ୟେକ ସ୍ଥାନର ନିଜ ନିଜର ମନେ ପକାଇବାର ଏବଂ ସ୍ନେହରେ ବୁଡ଼ି ରହିବାର ଦୃଶ୍ୟ ବାପ ଦାଦା ଦେଖୁଥିଲେ। ତେଣୁ ଏବେ ଆଗକୁ କ'ଣ କରିବ? ଏମିତି ବି ସ୍ମୃତି ତ ସମସ୍ତଙ୍କର ରହୁଛି, କିନ୍ତୁ ଯଥାର୍ଥ ସ୍ମୃତିର ପ୍ରମାଣ ହେଲା ସ୍ମୃତି ଦ୍ୱାରା ସମର୍ଥ ସ୍ୱରୂପ ହେବା। ତୁମମାନଙ୍କର ସ୍ମୃତି ଅତି ଶ୍ରେଷ୍ଠ ଅଟେ। ଯେତେବେଳେ ତୁମେ ବ୍ରାହ୍ମଣ ହେଲ, ସେତେବେଳେ ବାପ ଦାଦାଙ୍କ ଦ୍ୱାରା ଯାହା ସବୁ ଜନ୍ମସିଦ୍ଧି ଅଧିକାର ଉପରେ ପ୍ରାପ୍ତ କରିଛ, ତାହା ଗୋଟିଏ ସେକେଣ୍ଡର ସ୍ମୃତି ଦ୍ୱାରା ହିଁ ପ୍ରାପ୍ତ କରିଛ। ଆନ୍ତରିକ ହୃଦବୋଧ ହେଲା, ହୃଦୟରେ ମନରେ ବୁଦ୍ଧିରେ ସ୍ମୃତି ଆସିଲା, ମୁଁ ବାବାଙ୍କର, ବାବା ମୋର। ଏହି ସ୍ମୃତି ଦ୍ୱାରା ହିଁ ଜନ୍ମସିଦ୍ଧି ଅଧିକାର ହୋଇଥିଲ। ଏହି ସ୍ମୃତି ହିଁ ସର୍ବଶକ୍ତିର ଚାବି ପାଲଟିଗଲା। ଏହି ସ୍ମୃତି ହିଁ ସୁବର୍ଣ୍ଣ ଚାବି। ମୁଁ ବାବାଙ୍କର ଅର୍ଥାତ୍ ମୁଁ ଆତ୍ମା ଅଟେ। ଯେତେବେଳେ ନିଶ୍ଚୟ ହୋଇଗଲା ଯେ ମୁଁ ଆତ୍ମା ବାବାଙ୍କର ସନ୍ତାନ, ସେତେବେଳେ ନିଶ୍ଚୟ କରିବା ପାଇଁ କେତେ ସମୟ ଲାଗିଥିଲା? ଗୋଟିଏ ସେକେଣ୍ଡର ସଉଦା ଥିଲା ନା? ଗୋଟିଏ ସେକେଣ୍ଡରେ ହିଁ ସମସ୍ତ ସମ୍ପତ୍ତିର ଅଧିକାରୀ ହୋଇଗଲ। ଅଧିକାରୀ ତ ସମସ୍ତେ ହୋଇଯାଇଛ। କ'ଣ ସମସ୍ତେ ଅଧିକାରୀ ହୋଇଛ ନା? ନା ଏବେ ହେଉଛ? ହୋଇଯାଇଛ ତ? ପକ୍କା ଅଟେ ତ? ଆଚ୍ଛା, ଡବଲ ବିଦେଶୀ ସମ୍ପତ୍ତିର ଅଧିକାରୀ ହୋଇଛ? ପାଣ୍ଡବମାନେ ହୋଇଯାଇଛ? ପକ୍କା? ପକ୍କା, ବହୁତ ଭଲ କଥା। ଅଧିକାରୀମାନଙ୍କୁ ଅଭିନନ୍ଦନ। ଅଧିକାରୀ ରୂପରେ ବାବାଙ୍କ ଦ୍ୱାରା ସର୍ବଶକ୍ତି ଗୁଡ଼ିକ ବିଶେଷ ଭାବରେ ପ୍ରାପ୍ତ ହୋଇଛି ତ? ଯଦି ମିଳିଛି ତେବେ ଗୋଟିଏ ହାତ ଉଠାଅ। ସର୍ବଶକ୍ତି ମିଳିଯାଇଛି ନା?
ନା କାହାକୁ 8ଟି ଶକ୍ତି ମିଳିଛି, କାହାକୁ 6ଟି ଶକ୍ତି ମିଳିଛି। ନିଜକୁ ତ ମାଷ୍ଟର ସର୍ବଶକ୍ତିମାନ କୁହାଉଛ, କେବଳ ଶକ୍ତିମାନ କହୁନାହଁ, ସର୍ବଶକ୍ତିମାନ କହୁଛ। ଆଗ ଧାଡ଼ିରେ ବସିବା ବାଲା ସର୍ବଶକ୍ତିମାନ ଅଟ? ବାପ ଦାଦା ସର୍ବ ଶବ୍ଦ ଉପରେ ପଚାରୁଛନ୍ତି। ସମସ୍ତେ ସର୍ବଶକ୍ତିମାନ ଅଟ ନା? କେହି କେହି ଶକ୍ତିମାନ ମଧ୍ୟ ଅଛନ୍ତି। କେହି ଅଛ କି ଯିଏ କହୁଥିବ ମୁଁ ସର୍ବଶକ୍ତିମାନ ନୁହେଁ କିନ୍ତୁ ଶକ୍ତିବାନ ଅଟେ? ଏଇଭଳି କେହି ଅଛନ୍ତି କି? ନାହାନ୍ତି ନା। କେହି ହାତ ଉଠାଉନାହାନ୍ତି। ସମସ୍ତେ ମାଷ୍ଟର ସର୍ବଶକ୍ତିମାନ ଅଟ ନା? ଆଚ୍ଛା, ତେବେ ବାପଦାଦା ପଚାରୁଛନ୍ତି, ହେ ମାଷ୍ଟର ସର୍ବଶକ୍ତିମାନ ଆତ୍ମାମାନେ, ତୁମେ ପ୍ରକୃତିର, ମାୟାର, ସ୍ୱଭାବ ସଂସ୍କାରର, ବାୟୁମଣ୍ଡଳର ପ୍ରତ୍ୟେକ ପରିସ୍ଥିତିରେ ସର୍ବଶକ୍ତିମାନ ଅଟ ତ? ପ୍ରକୃତି, ମାୟା, ସଂସ୍କାର, ବାୟୁମଣ୍ଡଳ ବା ସଙ୍ଗଦୋଷ ଏହି 5ଟି ଜାଗାକୁ ନିଜର ଶକ୍ତି ଆଧାରରେ ଅଧ୍ୟୟନ କରିଛ ତ? କରି ରଖୁଛ ତ? ଏହା 5 ମୁଣ୍ଡବାଲା ସାପ ଅଟେ। ଏହି ସାପ ଉପରେ ବା ତାର 5ଟି ଯାକ ମୁଣ୍ଡ ଉପରେ ଅଧିକାରୀ ହୋଇ ନାଚୁଛ ତ? କୌଣସି ଗୋଟିଏ ମୁଣ୍ଡକୁ ବାହାର କରି ସେ ତୁମର ନାଚ କରୁଛି। ସାପ ମଧ୍ୟ ବହୁତ ଭଲ ନାଚ କରେ ନା। ତେବେ ଗୋଟିଏ କୌଣସି ମୁଣ୍ଡ ତୁମକୁ ନାଚ ଦେଖାଇବା ପାଇଁ ଆସୁନାହିଁ ତ? ଖେଳ ଦେଖିବାରେ ଲାଗି ପଡ଼ୁନା ତ? 5ଟି ଯାକ ସାପକୁ ଗଳାର ମାଳା କରିଦେଇଛ? ତାକୁ ଶେଷ ନାଗର ସଂଜ୍ଞା କରିଦେଇଛ ତ? ନାଚ କରିବାର ମଞ୍ଚ କରିଦେଇଛ ତ? ତୁମମାନଙ୍କର ଅନ୍ତିମ ସମୟର ସ୍ଥିତି ମହାଦେବ, ତପସ୍ୱୀ ଦେବ, ଅଶରୀର ସ୍ଥିତିବାଲା ଦେବାତ୍ମା, ଫରିସ୍ତା ଆତ୍ମା ପ୍ରଭୃତି ସ୍ମାରକୀରେ ଏହିସବୁ ସାପଗୁଡ଼ିକୁ ଗଳାର ମାଳା ରୂପରେ ଦେଖାଇଛନ୍ତି। ଯେତେବେଳେ ତୁମେ ଏଇଭଳି ମାଳା ପିନ୍ଧୁଛ, ସେତେବେଳେ ଯାଇ ବାବାଙ୍କର ମାଳାରେ ଭଲ ନମ୍ବର ରଖି ପାଖାପାଖି ଦାନା ହେଉଛ, ଅର୍ଥାତ୍ ବିଜୟୀ ମାଳାର ପାଖାପାଖି ଦାନା ହୋଇଯାଉଛ। ବାପ ଦାଦା ପୂର୍ବରୁ ମଧ୍ୟ ଶୁଣାଇଛନ୍ତି ଯେ ବର୍ତ୍ତମାନ ସମୟର ସ୍ଥିତି ଅନୁସାରେ ବିଶେଷ କରି ସହନ ଶକ୍ତି ଏବଂ ସମସ୍ୟା ବା ପରିସ୍ଥିତି ଗୁଡ଼ିକୁ ସମ୍ମୁଖୀନ କରିବାର ଶକ୍ତି କର୍ମ କରିବା ସମୟରେ ଆବଶ୍ୟକ ଅଟେ। କେବଳ ମନ ଏବଂ ବାଣୀ ପର୍ଯ୍ୟନ୍ତ ନୁହେଁ, କର୍ମ କରିବା ସମୟରେ ଆବଶ୍ୟକ ଅଟେ। ବାପ ଦାଦା ଫଳାଫଳ ରୂପରେ ଏହି କଥା ଦେଖିଲେ ଯେ ପିଲାମାନଙ୍କ ଭିତରେ ଶକ୍ତି ତ ଅଛି, ଏମିତି ନୁହେଁ ଯେ କୌଣସି ଶକ୍ତି ନାହିଁ, ତାହା ନୁହେଁ। କିନ୍ତୁ ଅସୁବିଧା କ'ଣ ରହୁଛି ଜାଣିଛ? ଯେଉଁ ସମୟରେ ଯେଉଁ ଶକ୍ତିକୁ ଯେଉଁ ବିଧିରେ କାର୍ଯ୍ୟରେ ଲଗାଇବା ଉଚିତ ତାକୁ ସେହି ସମୟରେ ଯଥାର୍ଥ ବିଧିରେ ବ୍ୟବହାର କରିବାରେ ପାର୍ଥକ୍ୟ ଆସିଯାଉଛି। ସ୍ମୃତି ମଧ୍ୟ ଅଛି, କିନ୍ତୁ ସ୍ମୃତିକୁ ସମର୍ଥ ରୂପରେ ଆଣିପାରୁନାହାନ୍ତି। ସ୍ମୃତି ଅଧିକ ରହୁଛି କିନ୍ତୁ ସମର୍ଥି କେବେ କମ୍ ହୋଇଯାଉଛି, କେବେ ଠିକ୍ ହୋଇଯାଉଛି। ଏମିତି ତ ସ୍ମୃତି ହିଁ ତୁମମାନଙ୍କୁ ସମ୍ପତ୍ତିର ଅଧିକାରୀ କରିଦେଇଛି, କିନ୍ତୁ ପ୍ରତ୍ୟେକ ସ୍ମୃତିର ସମର୍ଥି ବିଜୟ କରି ବିଜୟ ମାଳାରେ ପାଖାପାଖି ଦାନ କରିଦେଇଥାଏ। ତେଣୁ ସେହି ସମର୍ଥି ଗୁଡ଼ିକୁ ସ୍ୱରୂପରେ ଆଣ। ମନ ଭିତରେ ଅଛି, ବୁଦ୍ଧିରେ ମଧ୍ୟ ଅଛି, କିନ୍ତୁ ତୁମର ସ୍ୱରୂପରେ ପ୍ରତ୍ୟେକ କାର୍ଯ୍ୟରେ ସବୁ ପ୍ରକାରର ସମର୍ଥି ପ୍ରତ୍ୟେକ ରୂପରେ ଦେଖାଯାଉ। ତେବେ ସ୍ମୃତି ଦିବସକୁ ତ ବହୁତ ଭଲ ଭାବରେ ପାଳନ କରିଲ, ଏବେ ସମର୍ଥି ଗୁଡ଼ିକୁ ସ୍ୱରୂପରେ ପରିଣତ କର। ଯଦି କାହାକୁ ବି ଦେଖୁଛ, ତେବେ ତୁମର ନୟନ ଦ୍ୱାରା ତାକୁ ସମର୍ଥ ସ୍ୱରୂପର ଅନୁଭବ ହେଉ। ତୁମର ପ୍ରତ୍ୟେକ ବାଣୀ ଦ୍ୱାରା ଅନ୍ୟ ଆତ୍ମାମାନେ ମଧ୍ୟ ସମର୍ଥି ହୋଇଯାଆନ୍ତୁ ଏବଂ ସମର୍ଥିର ଅନୁଭବ କରନ୍ତୁ। ତୁମର ବାଣୀ ସାଧାରଣ ନ ହେଉ। ପ୍ରତ୍ୟେକ ବାଣୀରେ ତୁମକୁ ଯେଉଁ ସମର୍ଥିର ବରଦାନ ମିଳିଛି ତାକୁ ଅନୁଭବ କରାଅ। ମନ ବୁଦ୍ଧି ଦ୍ୱାରା ଶ୍ରେଷ୍ଠ ସଂକଳ୍ପ ଏବଂ ଯଥାର୍ଥ ନିର୍ଣ୍ଣୟ ଶକ୍ତିର ବାୟୁମଣ୍ଡଳ ସ୍ୱରୂପରେ ଦେଖାଯାଉ। ଡବଲ ଲାଇଟ୍ ସ୍ଥିତିର ଅନୁଭବ ନିଜକୁ ମଧ୍ୟ ହେଉ ଏବଂ ଅନ୍ୟମାନଙ୍କୁ ମଧ୍ୟ ହେଉ। ଏହିଭଳି ଅଟ ତ? ତେଣୁ ଚାଲିବା ବୁଲିବା ସମୟରେ ମଧ୍ୟ ନିଜେ ସମର୍ଥ ସ୍ୱରୂପ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ସମର୍ଥି ଦିଅ। ଶିବ ବାବା ଆଜି ବ୍ରହ୍ମା ବାବାଙ୍କୁ ଚାରିଆଡ଼ର ଭ୍ରମଣ କରାଇଛନ୍ତି। କେଉଁ ସବୁ ସ୍ଥାନର ଭ୍ରମଣ କରାଇଛନ୍ତି ଜାଣିଛ? ବ୍ରହ୍ମା ବାବାଙ୍କର ଅବ୍ୟକ୍ତ ହେବା ପରେ ଦେଶ ବିଦେଶରେ ଯେଉଁମାନେ ଅବ୍ୟକ୍ତ ଜନ୍ମ ନେଇଛନ୍ତି
ସେହି ସବୁ ବ୍ରାହ୍ମଣ ସନ୍ତାନମାନଙ୍କୁ ଦେଖାଇଛନ୍ତି। ତେବେ ସେମାନେ କେତେ ହୋଇଥିବେ? ସାକାର ସମୟର ରଚନା ଠାରୁ ଅବ୍ୟକ୍ତ ସମୟର ରଚନାମାନଙ୍କର ସଂଖ୍ୟା ବହୁତ ଅଧିକ ଥିଲା। ତେବେ ପ୍ରତ୍ୟେକ ସ୍ଥାନର ଅବ୍ୟକ୍ତ ରଚନାର ପିଲାମାନଙ୍କୁ ସୂକ୍ଷ୍ମ ବତନରେ ପ୍ରଗଟ କରାଇଥିଲେ। ଶୁଣିପାରିଲ? ସେଥିମଧ୍ୟରେ ତୁମେମାନେ ମଧ୍ୟ ଥିଲ ନା? ଏବଂ ସମସ୍ତଙ୍କୁ ବାପଦାଦା ବହୁତ ନିକଟରୁ ସ୍ନେହପୂର୍ଣ୍ଣ ଦୃଷ୍ଟି ଦେଲେ ଏବଂ ସେମାନଙ୍କୁ ଗୋଟିଏ ବିଶେଷ ଉପହାର ଦେଲେ। ତେବେ ଏଠାରେ ଯେଉଁମାନେ ସବୁ ବସିଛ ସେମାନଙ୍କ ମଧ୍ୟରୁ ଯେଉଁମାନେ ସାକାର ବ୍ରହ୍ମା ବାବାଙ୍କର ଅବ୍ୟକ୍ତ ହେବା ପରେ ଜନ୍ମ ନେଇଛନ୍ତି ସେମାନେ ହାତ ଉଠାଅ। ବହୁତ ସଂଖ୍ୟାରେ ଅଧିକ ଅଛନ୍ତି। ଆଚ୍ଛା, ହାତ ତଳକୁ କର। ଯେଉଁମାନେ ସାକାର ସମୟର ରଚନା ଅଟ ସେମାନେ ହାତ ଉଠାଅ। ବହୁତ ଅଳ୍ପ ଅଛନ୍ତି। ଆଜିର ସଭାରେ ବହୁତ କମ୍ ଅଛନ୍ତି। ତେବେ ବାପଦାଦା ପ୍ରତ୍ୟେକ ସନ୍ତାନକୁ ବତନରେ ପ୍ରଗଟ କରିଥିଲେ। କାହିଁକି ନା ସଂଖ୍ୟା ବହୁତ ଅଧିକ ଥିଲା। ସମସ୍ତେ ତ ଏଠାରେ ବସି ବି ପାରିବେ ନାହିଁ। କିନ୍ତୁ ବତନରେ ସମସ୍ତଙ୍କ ପାଇଁ ସ୍ଥାନ ଅଛି। ତୁମର ଯେତେ ବଡ଼ ସ୍ଥାନ ଦରକାର ସେଇଠାରେ ଅଛି। ତେଣୁ ବାପଦାଦା ସମସ୍ତଙ୍କୁ ବତନରେ ପ୍ରଗଟ କରିଥିଲେ, ଅର୍ଥାତ୍ ନିମନ୍ତ୍ରଣ ଦେଇ ଡକାଇଥିଲେ। ସମସ୍ତେ ବହୁତ ଖୁସି ମଧ୍ୟ ହେଉଥିଲେ ଏବଂ ସେମାନଙ୍କ ଠାରୁ ଅଧିକ ଖୁସି ବାପଦାଦା ହେଉଥିଲେ। ବାପଦାଦା ସେହି ରତ୍ନମାନଙ୍କୁ ଉପହାର ମଧ୍ୟ ଦେଲେ। ବହୁତ ସୁନ୍ଦର ବେଦାଗ ହୀରାର ଚମକୁଥିବା କମଳ ପୁଷ୍ପ ଥିଲା, ଯେଉଁଥିରେ ଗୋଟିଏ ଗୋଟିଏ ପଦ୍ମ ପାଖୁଡ଼ାରେ ଭିନ୍ନ ଭିନ୍ନ ଶକ୍ତି ଗୁଡ଼ିକ ଥିଲା, ଯାହାକି ଭିନ୍ନ ଭିନ୍ନ ରଙ୍ଗରେ ଚମକୁଥିଲା। ତେବେ ସେହି ବେଦାଗ ହୀରାର ପଦ୍ମ ଫୁଲ ଗୁଡ଼ିକୁ ତୁମକୁ ଯଦି ବୁଦ୍ଧିରେ ପ୍ରଗଟ କରିବ ତେବେ ଦେଖିପାରିବ ତାହା କେତେ ଶୋଭନୀୟ ଅଟେ। କ'ଣ ବୁଦ୍ଧିରେ ପ୍ରଗଟ ହେଲା? ପ୍ରଗଟ କରିଲ? ଡବଲ ବିଦେଶୀମାନେ ପ୍ରଗଟ କରିଲ? ଟିଚରମାନେ ପ୍ରଗଟ କରିଲ? ପାଣ୍ଡମାନେ ପ୍ରଗଟ କରିଲ? ମିଠା ମିଠା ମାତାମାନେ ପ୍ରଗଟ କରିଲ? ମାତାମାନେ ହେଉଛନ୍ତି ଏହି ବିଶ୍ୱବିଦ୍ୟାଳୟର ବିଶେଷତା। ସମସ୍ତଙ୍କୁ କେଉଁ କଥା ପାଇଁ ବିଶେଷ ଆଶ୍ଚର୍ଯ୍ୟ ଲାଗୁଛି? ଦେଖୁଛନ୍ତି ଏତେ ସବୁ ମାତାମାନେ ଏବଂ ଶକ୍ତିମାନେ ଭଗବାନଙ୍କର ସନ୍ତାନ ହୋଇଯାଇଛନ୍ତି ଏବଂ ପବିତ୍ରତାର ବ୍ରତକୁ ଧାରଣ କରି ଦେବୀ ରୂପରେ ପରିବର୍ତ୍ତିତ ହୋଇଯାଇଛନ୍ତି। ଅଧିକାଂଶ ତ ମାତାମାନେ ହିଁ ଦେଖାଯାଉଛନ୍ତି ନା? ତେବେ ବାପଦାଦା ଆଜି ଅବ୍ୟକ୍ତ ରଚନାକୁ ବହୁତ ବହୁତ ସ୍ନେହ ଦେଇଛନ୍ତି ଏବଂ ସୂକ୍ଷ୍ମ ବତନରେ ବଗିଚା ମଧ୍ୟ ପ୍ରଗଟ କରିଥିଲେ ଏବଂ ପାହାଡ଼ ମଧ୍ୟ ପ୍ରଗଟ କରିଥିଲେ ଏବଂ ତା ସହିତ ସାଗର ମଧ୍ୟ ପ୍ରଗଟ କରିଥିଲେ ଏବଂ ସମସ୍ତଙ୍କୁ ଖୁବ୍ ଭ୍ରମଣ କରାଇଲେ। ବୁଲାବୁଲି କରିବାରେ ତ ସମସ୍ତଙ୍କୁ ଖୋଲା ଛୁଟି ମିଳିଥିଲା। କେବଳ ବ୍ୟାଟ୍ ବଲର ଖେଳ କରାଇ ନାହାନ୍ତି। କେହି ତ ସାଗରର ଲହଡ଼ିରେ ଖେଳୁଥିଲେ, ଆଉ କେହି ପାହାଡ଼ ଉପରେ ବସିଥିଲେ, କେହି ବଗିଚାରେ ମଧ୍ୟ ବୁଲୁଥିଲେ। ତେଣୁ ଆଜି ସୂକ୍ଷ୍ମ ବତନରେ ଅବ୍ୟକ୍ତ ରଚନାର ପିଲାମାନଙ୍କର ସଭା ଥିଲା। ଶେଷରେ ବାପଦାଦା ସମସ୍ତଙ୍କୁ ଏ ବରଦାନ ଦେଇଥିଲେ, ସର୍ବଦା ସର୍ବଶକ୍ତି ସମ୍ପନ୍ନ ହୋଇ ବଞ୍ଚି ରହିଥାଅ ଏବଂ ଉଡ଼ୁଥାଅ। ତେବେ ବାପଦାଦାଙ୍କର ଆଜିର ସ୍ମୃତି ଦିବସରେ ବିଶେଷ ମହାମନ୍ତ୍ର ହେଲା ସ୍ମୃତି ସ୍ୱରୂପ ହୋଇ ସମର୍ଥିକୁ ସ୍ୱରୂପରେ ଆଣ। ସମ୍ପତ୍ତି ଗୁଡ଼ିକୁ ଗୁପ୍ତରେ ରଖ ନାହିଁ। ନିଜର ପ୍ରତ୍ୟେକ କର୍ମ ଦ୍ୱାରା ବାହାର ପ୍ରତ୍ୟେକ କର। ଯେକୌଣସି ଆତ୍ମାକୁ ଚାହେ ଦୃଷ୍ଟି ଦ୍ୱାରା, ଚାହେ ମୁଖ ବାଣୀ ଦ୍ୱାରା, ଚାହେ କର୍ମ ଦ୍ୱାରା, ଯେପରି ବି ସମ୍ପର୍କରେ ଆସୁଥାଉ ତାକୁ ସମର୍ଥ ହେବାର ସହଯୋଗ ଦିଅ। ନିଜର ସମର୍ଥ ସ୍ୱରୂପର ସ୍ନେହ ଦିଅ। ବାପ ଦାଦା ଏକଥା ମଧ୍ୟ ଦେଖିଲେ ଯେ ଯେଉଁ ସବୁ ନୂଆ ନୂଆ ପିଲାମାନେ ଆସୁଛନ୍ତି ସେମାନଙ୍କ ଭିତରେ କେତେକ ଆତ୍ମା ଏଇଭଳି ମଧ୍ୟ ଅଛନ୍ତି ଯେଉଁମାନଙ୍କୁ ବାପ ଦାଦାଙ୍କର ସହଯୋଗ ସାଥିରେ ତୁମେ ବ୍ରାହ୍ମଣ ଆତ୍ମାମାନଙ୍କ ଦ୍ୱାରା ମଧ୍ୟ ସାହସ ତଥା ଉମଙ୍ଗ ଉତ୍ସାହର ସମାଧାନ ମିଳିବା ଦରକାର। ଛୋଟ ଛୋଟ ପିଲାମାନେ ନା, ଛୋଟ ଛୋଟ ହୋଇଥିଲେ ମଧ୍ୟ ସାହସ କରି ବ୍ରାହ୍ମଣ ତ ହୋଇଯାଇଛନ୍ତି ନା। ତେଣୁ ଛୋଟମାନଙ୍କୁ ଶକ୍ତି ଗୁଡ଼ିକ ଦ୍ୱାରା ପାଳନା ଦେବାର ଆବଶ୍ୟକତା ରହିଛି। ଅନ୍ୟ କୌଣସି ପାଳନା ନୁହେଁ, କିନ୍ତୁ ଶକ୍ତି ଦେବାର ପାଳନାର ଆବଶ୍ୟକତା ରହିଛି। ତେବେ ଶୀଘ୍ର ଶୀଘ୍ର ସ୍ଥାପନାର ବ୍ରାହ୍ମଣ ଆତ୍ମାମାନେ ପ୍ରସ୍ତୁତ ହୋଇଯିବା ଦରକାର। କାହିଁକିନା ଅତି କମରେ 9 ଲକ୍ଷ ତ ଦରକାର। ତେଣୁ ସେମାନଙ୍କୁ ନିଜର ଶକ୍ତି ଗୁଡ଼ିକର ସହଯୋଗ ଦିଅ, ଶକ୍ତି ଦ୍ୱାରା ପାଳନା ଦିଅ ଏବଂ ସେମାନଙ୍କର ଶକ୍ତିକୁ ବଢ଼ାଅ। ଅଧିକ ଆଲୋଚନା ପର୍ଯ୍ୟାଲୋଚନା କରିବାର
ଶିକ୍ଷା ଦିଅ ନାହିଁ, ଶକ୍ତି ଦିଅ। ସେମାନଙ୍କର ଦୋଷ ଦୁର୍ବଳତା ଗୁଡ଼ିକୁ ଦେଖ ନାହିଁ, ବରଂ ତା ଭିତରେ ଯେଉଁ ବିଶେଷତା ବା ଯେଉଁ ଶକ୍ତିର ଅଭାବ ଅଛି ତାକୁ ଭରି ଚାଲ। ଆଜିକାଲି ଯେଉଁମାନେ ନିମିତ୍ତ ଅଛନ୍ତି ସେମାନଙ୍କୁ ଏହିଭଳି ପାଳନା ଦେବାର ନିମିତ୍ତ ହେବା ଆବଶ୍ୟକ। ଜିଜ୍ଞାସୁମାନଙ୍କର ବୃଦ୍ଧି କରିବା, ସେବା କେନ୍ଦ୍ରର ବୃଦ୍ଧି କରିବା, ଏସବୁ ତ ସାଧାରଣ କଥା। କିନ୍ତୁ ସମସ୍ତଙ୍କୁ ବାବାଙ୍କର ସହଯୋଗ ଦ୍ୱାରା ଶକ୍ତିଶାଳୀ କରିବା ବର୍ତ୍ତମାନ ସମୟର ବହୁତ ଆବଶ୍ୟକତା। ସେବା ତ ସମସ୍ତେ କରୁଛ ଏବଂ ନକରି ମଧ୍ୟ ରହିପାରିବ ନାହିଁ, କିନ୍ତୁ ସେବା କରିବା ସମୟରେ ତୁମର ଶକ୍ତି ସ୍ୱରୂପର ପ୍ରକମ୍ପନ ଆତ୍ମାମାନଙ୍କୁ ଅନୁଭବ ହେବା ଦରକାର। ଶକ୍ତିଶାଳୀ ସେବା ହେବା ଦରକାର। ସାଧାରଣ ସେବା ତ ଆଜିକାଲିର ଦୁନିଆରେ ବହୁତ ଲୋକ କରୁଛନ୍ତି, କିନ୍ତୁ ତୁମମାନଙ୍କର ବିଶେଷତା ହେଲା ଶକ୍ତିଶାଳୀ ସେବା କରିବା, ବ୍ରାହ୍ମଣ ଆତ୍ମାମାନଙ୍କୁ ମଧ୍ୟ ଶକ୍ତିର ପାଳନା ଦେବା। ଆଚ୍ଛା, ବାପ ଦାଦାଙ୍କ ସମ୍ମୁଖରେ ଦେଶ ବିଦେଶ ସବୁଆଡ଼ର ପିଲାମାନେ ଦୂରରେ ଥିଲେ ମଧ୍ୟ ସମ୍ମୁଖରେ ଅଛନ୍ତି। ବାପ ଦାଦା ଜାଣିଛନ୍ତି ଯେ ସମସ୍ତେ କେବଳ ଗୋଟିଏ ହିଁ ଶବ୍ଦ କହୁଛନ୍ତି, ମୋ କଥା ମଧ୍ୟ ଜଣାଇବ, ମୋ କଥା ମଧ୍ୟ ଜଣାଇବ। ବାପ ଦାଦାଙ୍କ ପାଖରେ ସମସ୍ତଙ୍କର ମନେ ପକାଇବା ପହଞ୍ଚି ଯାଉଛି, ଚାହେ ପତ୍ର ଦ୍ୱାରା ହେଉ, ମୁଖ ଦ୍ୱାରା ହେଉ, ଚାହେ କାର୍ଡ଼ ଦ୍ୱାରା ହେଉ, ଚାହେ ଆଜିକାଲିର ଇମେଲ୍ ଦ୍ୱାରା ମଧ୍ୟ ପଠାଉଛନ୍ତି। ବିଜ୍ଞାନର ସାଧନ ମଧ୍ୟ ବହୁତ ହୋଇଗଲାଣି। ତେଣୁ ବାପ ଦାଦାଙ୍କ ପାଖରେ ସାଧନ ଗୁଡ଼ିକ ଦ୍ୱାରା ମଧ୍ୟ ପିଲାମାନଙ୍କର ମନେ ପକାଇବା ପହଞ୍ଚୁଛି ଏବଂ ହୃଦୟର ଭାଷା ଦ୍ୱାରା ମଧ୍ୟ ପହଞ୍ଚୁଛି। ସବୁଠାରୁ ଶୀଘ୍ର ହୃଦୟର ଭାଷା ପହଞ୍ଚି ଯାଉଛି। ତେବେ ଆଜି ଦିନରେ ଯେଉଁମାନେ ବି ଆନ୍ତରିକତା ପୂର୍ବକ ଭିନ୍ନ ଭିନ୍ନ ସାଧନ ଗୁଡ଼ିକ ଦ୍ୱାରା ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ସେମାନଙ୍କୁ ସମସ୍ତଙ୍କୁ ବାପ ଦାଦା ୟାଦ ପ୍ୟାର ଦେଉଛନ୍ତି। ପିଲାମାନେ ଗୋଟିଏ ଥର ଶୁଭେଚ୍ଛା ଦେଇଛନ୍ତି, କିନ୍ତୁ ବାପ ଦାଦା ତାର ପ୍ରତିଦାନରେ ପଦମ ଗୁଣା ଶୁଭେଚ୍ଛା ଦେଉଛନ୍ତି। ଆଚ୍ଛା, ଚାରିଆଡ଼ର ହୃଦୟର ନିକଟତମ ସମର୍ଥୀ ଆତ୍ମାମାନଙ୍କୁ ବାପ ଦାଦାଙ୍କର ପଦମ ଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ମିଠ ବାବାଙ୍କୁ ଆମ ପିଲାମାନଙ୍କର ନମସ୍ତେ ନମସ୍ତେ ନମସ୍ତେ। ଆଚ୍ଛା, ଆଜି ବିଶେଷ କରି ଏଠିକାର ଆବୁ ରୋଡ଼ରେ ଥିବା ସଙ୍ଗମ ଭବନର ସେବାଦାରୀମାନେ ଆସିଛନ୍ତି। ସେମାନଙ୍କର ସେବା ମଧ୍ୟ କମ୍ କିଛି ନୁହେଁ। ଆଜି ବିଶେଷ କରି ସେମାନଙ୍କର ସ୍ମୃତି ବାପ ଦାଦାଙ୍କ ପାଖରେ ପହଞ୍ଚିଥିଲା। ସମସ୍ତଙ୍କୁ ଗାଡ଼ିରୁ ପାଛୋଟି ନେବା ତଥା ଯଥା ସ୍ଥାନକୁ ପଠାଇବାର ସେବା ମଧ୍ୟ କମ୍ ସେବା ନୁହେଁ। ଏମିତି ତ ଶାନ୍ତିବନରେ ଯେଉଁମାନେ ବି ସେବାଧାରୀ ଅଛନ୍ତି ସେମାନଙ୍କର ସମସ୍ତଙ୍କର ସେବା ମଧ୍ୟ ପରସ୍ପର ଠାରୁ ଆଗରେ ଅଛି। ବହୁତ ଭଲ କଥା। ରାତିରେ ଚେଇଁବାକୁ ମଧ୍ୟ ପଡ଼ୁଛି, ଚାଲିବାକୁ ମଧ୍ୟ ପଡ଼ୁଛି, ଦୌଡ଼ିବାକୁ ମଧ୍ୟ ପଡ଼ୁଛି, ସନ୍ତୁଷ୍ଟ କରିବାକୁ ମଧ୍ୟ ପଡ଼ୁଛି। ସେଇଥିପାଇଁ ଅଭିନନ୍ଦନ। ପାଣ୍ଡବ ଭବନ ନିବାସୀ ତଥା ମଧୁବନର ଚାରିଭୁଜାବାଲାଙ୍କୁ ମଧ୍ୟ ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ। ଡବଲ ବିଦେଶୀମାନେ ଦେଖୁଛନ୍ତି ବାପ ଦାଦା ଆମକୁ କିଛି କହୁନାହାନ୍ତି, ତେଣୁ ଡବଲ ବିଦେଶୀମାନଙ୍କ ପ୍ରତି ତ ବାପ ଦାଦାଙ୍କ ସହିତ ସମସ୍ତ ଦାଦୀମାନଙ୍କର ଏବଂ ବ୍ରାହ୍ମଣ ପରିବାରର ଡବଲ ଟ୍ରିପଲ ସ୍ନେହ ରହିଛି। କାହିଁକି ଜାଣିଛ? ବାପ ଦାଦା ତ ସବୁବେଳେ ତାଙ୍କର ଗୋଟିଏ ବିଶେଷତା ଶୁଣାଇ ଆସିଛନ୍ତି ଯେ କେତେ ପ୍ରକାରର ଧର୍ମ ଏବଂ କଲଚର ଅର୍ଥାତ୍ ସଂସ୍କୃତିର ପାଚେରୀକୁ ଅତିକ୍ରମ କରି ବ୍ରାହ୍ମଣ ଜୀବନରେ ପହଞ୍ଚି ଯାଇଛନ୍ତି। ବ୍ରାହ୍ମଣ କଲଚରବାଲା ହୋଇଯାଇଛନ୍ତି ଏବଂ ଜଣା ମଧ୍ୟ ପଡ଼ୁନାହିଁ ଯେ ଏମାନେ ଅନ୍ୟ କୌଣସି ଦେଶର ବୋଲି, ଏହି ଭାରତର ହିଁ ଅଟନ୍ତି ଏବଂ ସବୁବେଳ ପାଇଁ ଭାରତର ହୋଇ ରହିବେ। ସେଥିପାଇଁ ଡବଲ ବିଦେଶୀମାନଙ୍କୁ ମଧ୍ୟ ବହୁତ ବହୁତ ଅରବ ଖରବ ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ। ବହୁତ ଭଲ। ବର୍ତ୍ତମାନ ଦୈହିକ ସ୍ମୃତିଠାରୁ ଦୂରରେ ରହି ପରମାତ୍ମା ସ୍ନେହର ଅନୁଭବ କରୁଥିବା କମଳ ଆସନଧାରୀ ଭବ। କମଳ ଆସନ ବ୍ରାହ୍ମଣ ଆତ୍ମାଙ୍କର ଶ୍ରେଷ୍ଠ ସ୍ଥିତିର ପ୍ରତୀକ ଅଟେ। ଏହିଭଳି କମଳ ଆସନଧାରୀ ଆତ୍ମାମାନେ ଦୈହିକ ସ୍ମୃତିଠାରୁ ହିଁ ସ୍ୱତଃ ଦୂରରେ ରହିଥାନ୍ତି। ସେମାନଙ୍କୁ ଶାରୀରିକ ଚେତନା ନିଜ ଆଡ଼କୁ ଆକର୍ଷିତ କରିନଥାଏ। ଯେପରିକି ବ୍ରହ୍ମା ବାବାଙ୍କର ଚାଲିବା ବୁଲିବା ସମୟରେ ମଧ୍ୟ ନିଜର ଫରିସ୍ତା ସ୍ୱରୂପ ବା ଦେବତା ସ୍ୱରୂପର ସ୍ମୃତି ସର୍ବଦା ରହୁଥିଲା, ସେହିଭଳି ତୁମମାନଙ୍କର ମଧ୍ୟ ସ୍ୱାଭାବିକ ଭାବରେ ଆତ୍ମ ଅଭିମାନୀ ସ୍ଥିତି ସବୁବେଳେ ରହୁ। ତେବେ କୁହାଯିବ ଶାରୀରିକ ଚେତନା ଠାରୁ ନିଆରା ଅର୍ଥାତ୍ ଅଲଗା। ଏହିଭଳି ଦେହର ଚେତନା ଠାରୁ ନିଆରା ରହୁଥିବା ଆତ୍ମାମାନେ ହିଁ
ପରମାତ୍ମାଙ୍କର ପ୍ୟାରା ଅର୍ଥାତ୍ ପ୍ରିୟ ହୋଇଯାଆନ୍ତି। ସ୍ଲୋଗାନ: ତୁମ ଭିତରେ ଥିବା ବିଶେଷତା ବା ଗୁଣଗୁଡ଼ିକ ପ୍ରଭୁଙ୍କର ପ୍ରସାଦ ଅଟେ। ସେଗୁଡ଼ିକୁ ମୋର ବୋଲି ଭାବିବା ଦେହ ଅଭିମାନ ଅଟେ। ଓମ୍ ଶାନ୍ତି। हमने प्यार वो पाया जो दुनिया पा नहीं सकती। ଆଜି ମୁରଲୀର 3 ସମାନ ମୁଁ କଲ୍ୟାଣକାରୀ ଆତ୍ମା ଅଟେ, ମୁଁ ବିକାର ମୁକ୍ତ ଆତ୍ମା ଅଟେ, ମୁଁ ବିଜୟୀ ଆତ୍ମା ଅଟେ।